कंटापड़ा तहसिल अधीनस्थ नाहालपुर पंचायतर गोगल ग्रामर 13 नंबर वार्ड रे घर बारी प्लॉट और श्मशान जगह को पानी टंकी निर्माण पाई जोर जबरदस्त ठिकादार ग्रामर किछि कोजी नेता नहीं राताराति खोली माटी बिक्री करिथिबा अभियोग होइछि। जमी मालिक विरोध करिबारु जीवनरु मारी देबाकू धमक मध्य अभियोग रे दर्शा जाइछि। एने गोविंदपुर थाना रे जमी मालिक धर्मानंद राउल अभियोग करिबा परे सरकारी अमीन आनी मापिबा पई अभियोग करा जाइछि। किंतु कंटापड़ा राजस्व विभाग एपर्यंत जमीटिको मापचुप करिनथिबा बेले संपृक्त ठिकादार पुनर्बार टांकी निर्माण करने जिद धरिबारु जमी मालिक धर्मानंद राउल और हृदानंद राउल भयर अछंती। कंटापड़ा राजस्व विभाग जमीटिको मापी उक्त परिवार जगह को रास्ता छाड़ी पानी टांकी निर्माण करंतु बोली परिवार पक्षरु कहा जायछि। नचेत तहसील कार्यालय आगरे उभय धारणा देवे बोली कहिसंती। कंटापड़ारु सरस साहू रिपोर्ट एनटी न्यूज। ମାନେ ଧର୍ମାନନ୍ଦ ରାଉଳ। ଆଜି କ'ଣ ହେଇଛି ଆପଣ ସମସ୍ୟା ଏଠି ବୁଝିଛି କହୁଛୁ କୁହନ୍ତୁ। ଏଠି ଆଜ୍ଞା ଆମର ଗୋଟେ ପ୍ଲଟ 10 ଡେସିମିଲରେ ଏଇଟା ହଉଛି ତା ଆଗରେ ଅଛି ଶ୍ମଶାନ ପ୍ଲଟରେ ଆମ ଜେଜେମା ସମାଧି ନେଇଥିଲେ। ଅଚାନକ ଦିନେ ରାତିରେ ସେମାନେ ଆସିକି ସେଠୁ ସେ ସମାଧିକି ଉଠେଇକି କାଢିକି ଫୋପାଡ଼ି ଦେଇକି ମାଟିକି ତାଡ଼ିକି ନେଇକି ଗାଁରେ ସବୁ ବିକିଦେଲେ। ଯିଏ ଯୁଆଡେ ଯାଇକି ମାଟି ସବୁ ବିକି ନେଲେ। ଆପଣ କହିନାହାନ୍ତି? ନାଇଁ ଆମକୁ କିଛି କହିନାହାନ୍ତି। ଆମେ ଯେତେବେଳେ ଆସିକି କୋଉମାନେ କାମ କରୁଛନ୍ତି? ଏ ଗାଁର କିଛି ଲୋକ କ'ଣ ସେଠି କାର୍ଯ୍ୟକ୍ରମ କରିବେ ବୋଲି କରୁଛନ୍ତି? କହୁଥିଲେ କ'ଣ ପାଣି ଟାଙ୍କି କରିବେ ବୋଲି। ଆଉ ପାଣି ଟାଙ୍କି କରିବେ ବୋଲି ଯେତେବେଳେ କହିଲେ ଆମେ କହିଲେ ଯଦି ପାଣି ଟାଙ୍କି ତମେ କରିବ ତାହେଲେ ଟୋଟାଲ ମାପଚୁପ କରିଦିଅ, ଯେତିକି ଜାଗା ଅଛି ଆମକୁ ବାଟ ଦେଇଦିଅ। ଆମେ ପ୍ଲଟ ଘର ବାରି ପ୍ଲଟ ଆମେ ତ ପୁଣି ବାଟ ଯିବୁ ପ୍ଲଟକୁ ଯିବୁ ନା ନାଇଁ। କ'ଣ ସେ ଶୁଣିଲେନି ତମ କଥା? କିଛି ଶୁଣିଲେ ନାହିଁ। ସେଇଠୁ ଥାନାକୁ ନେଇକି ଯେମିତି ନ ଶୁଣିଲେ ଆମେ ସେଇଠୁ ଥାନାରେ ଏଫଆଇଆର କଲି। ବଡ ବାବୁ ସେଇଠୁ କହିଲେ ନାହିଁ ତମେ ସରକାର ଅମିନ ଆଣ, ସରକାର ଅମିନ ଆଣିକି ମପା ଚୁପା କରିକି ତାହେଲେ ଗ୍ରାମବାସୀ ବସିକି ଫାଇନାଲ କର। ତେଣୁ ଆଉ ଗ୍ରାମବାସୀ କିଛି ବସିଲେ ନାହିଁ କି କିଛି ଫାଇନାଲ କଲେନି। ଆଜି ପର୍ଯ୍ୟନ୍ତ କିଛି ଫାଇନାଲ କଲେ। ଏବେ କ'ଣ ଜୋର ଜବରଦସ୍ତ କରୁଛନ୍ତି କରିବା ପାଇଁ ନା କ'ଣ କରୁଛନ୍ତି? ଏବେ ତ ଅଛି ପଡିଛି ଜୋର ଜବରଦସ୍ତ କରିବେ। ଏବେ ତମର କ'ଣ କହିବା କଥା? ଆମର କହିବା କଥା କିଛି ଦରକାର ନାହିଁ। ସେ ଟାଙ୍କି ତାଙ୍କର ସେପଟେ ସେ ମନ୍ଦିର ଫନ୍ଦିର ଯୋଉ ଗୋଚର ହେଇଛି ତାକୁ ଭଙ୍ଗାଭଙ୍ଗି କରି କରନ୍ତୁ, କିଛି କହିବାର ନାହିଁ। ସରକାରଙ୍କର କାମ। କିନ୍ତୁ ଆମ ପ୍ଲଟକୁ ଆମକୁ ଯେତିକି ସରକାରଙ୍କର ରାସ୍ତା ଯୋଉ ନିୟମ ଅନୁସାରେ ଆମକୁ କିଛି ରାସ୍ତା ଯେମିତି ଏ ପ୍ଲଟକୁ ରାସ୍ତା ହେଇଛି ଆମକୁ ରାସ୍ତା ଦେଇକି ସେମାନେ ଟାଙ୍କି କରନ୍ତୁ। ଅଯଥାରେ ଗୋଟେ ମନ୍ଦିର ସେଠି ଫାଲତୁରେ ଗୋଟେ ପ୍ରାଇଭେଟ ଲୋକ ମନ୍ଦିର କରିକି ସେ ଗୋଚର ସେ ଘର ଦ୍ୱାରା ସବୁ କରିଛି ଗୋଚରରେ, ତାକୁ କେହି କିଛି କରୁନାହାନ୍ତି। ଆମେ ସାଧାରଣ ନିରୀହ ଲୋକ ଆଜ୍ଞା, ଆମେ ତ କଳି ଝଗଡା କରିବା ଲୋକ। ଏବେ ତମେ ତ ବିରୋଧ କରୁଛ? ହଁ ବିରୋଧ କରୁଛୁ, ଯାହା ବି ହବ ବିରୋଧ କରିବୁ। କ'ଣ ତମ ନାଁ? ମୋ ନାଁ ଆଜ୍ଞା ଧନେଶ୍ୱର ରାଉଳ। କ'ଣ ପାଇଁ ଆଜି ତମର ଯୋଉ ଡାକିଛ କ'ଣ ଘଟଣା ହେଇଛି? ଆପଣ ଦେଖନ୍ତୁ ଆମର ଏଠି ପ୍ଲଟ ଅଛି 10 ଡେସିମିଲ ପ୍ଲଟ ଅଛି। ପ୍ରାଇଭେଟ ପ୍ଲଟ ଅଛି, ଆମରି ପ୍ଲଟ ପ୍ରାଇଭେଟ ପ୍ଲଟ ଅଛି। ଗାଁ ଏଇ ଗ୍ରାମର ଗୋଗଳ ଗ୍ରାମର କିଛି ଲୋକେ କ'ଣ କରିବେ ସେଠି ଲୋକ? ପାଣି ଟାଙ୍କି କରିବା ପାଇଁ ସେ ତାଙ୍କର ଯୋଜନା ଅଛି। ମୁଁ ଆଜ୍ଞା ବାହାରେ ଥିଲି, ମୁଁ ନଥିଲି। ସିଏ ଆଗରୁ ବୋରିଂ ଖୋଳି ଦେଇଛନ୍ତି। ମୁଁ ଯେପର୍ଯ୍ୟନ୍ତ ଆସିଲି ଜାଣିଲି ଯେଠି ବୋରିଂ ଖୋଳା ହେଇଛି ପାଣି ଟାଙ୍କି ହବ ବୋଲି ମୁଁ ତାଙ୍କୁ ବିରୋଧ କଲି। ବିରୋଧ କରିବା ଭିତରେ ସେ ମାନିଲେ ନାହିଁ, ଶୁଣିଲେ ନାହିଁ। ଆଇନର ଆଶ୍ରୟ ନେଇଛ? ଆମେ ଆଇନର ଆଶ୍ରୟ ନେଇଥିଲୁ। ଏବେ ଯଦି ସେ କାର୍ଯ୍ୟ କରନ୍ତି କ'ଣ ଆଗାମୀ ଚିନ୍ତାଧାରା ଦେବ? ଆଇନର ଆଶ୍ରୟ ନେବାକୁ ପଡୁଛି, ବାଧ୍ୟ ଆମକୁ। କାହିଁକି ନା ଆମ ଜାଗା ଉପରେ ଗୋଟେ ପ୍ଲଟ ଯାହା ବି ହେଲେ ଆମକୁ ରାସ୍ତା ଦରକାର। ଆମେ ବାପା ଦାଦା ହେଇକି 2 ଭାଇ, ତାଙ୍କର ଆମେ 4 ପୁଅ ହେଲେ ନା ଜଗି। ତମ କହିବା କଥା ପ୍ରାଇଭେଟ ଲ୍ୟାଣ୍ଡ ଜାଗାର ସର୍ଟେଜ। କିନ୍ତୁ ଆମେ 2 ଭାଇ ଭିତରେ ଆମେ କେତେବେଳେ ଭିନ୍ନ ହେବୁ, ବାହାର ହେଲେ ଭିନ୍ନ ହେଇକି ଘର ଖଣ୍ଡେ ଆମେ କରିବା ପାଇଁ ହେଲେ ଆମକୁ ଗୋଟେ ରାସ୍ତା ଦରକାର ନା ନାହିଁ ଆମର ପୁଣି। କିନ୍ତୁ ଆମକୁ ଯିବା ପାଇଁ ରାସ୍ତା ନାହିଁ। ଏବେ ସେଠି ପାଣି ଟାଙ୍କି କରେଇ ଦିଆଯିବ, ପାଣି ଟାଙ୍କି କରେଇ ଦିଆଯିବ। କିନ୍ତୁ ଆମକୁ ଆମ ପ୍ଲଟକୁ ସିଧା ରାସ୍ତା ଗୋଟେ ଦରକାର। ପୁଣି ଆମେ ସେ କହୁଥିଲେ ଯେ ଏପଟ ପ୍ଲଟ ଦେଇକି ଯିବ। କାଲି ସକାଳେ ଭାଇ ମନା କରିବେ, ଭାଇ ତମେ ଆମ ପ୍ଲଟ ଉପରେ ଆସିକି ଆସନି। ଆମେ ସେଠୁ କ'ଣ କରିବୁ, କୁଆଡେ ଯିବୁ? ତମକୁ ଜାଗା ଦେଲେ ରାସ୍ତା ଦେଲା ପରେ ଏପଟ ପ୍ଲଟ ଉପରେ ତାଙ୍କ ଅନ୍ୟ ଜାଗା ପ୍ଲଟ ଉପରେ ରାସ୍ତା ଦେଲେ ଆମେ କେମିତି ଆସିପାରିବୁ? କାଲି ସକାଳେ ସେ ମନା କରିଦେବେ। ଆଜି ଦଉଥିବେ କାଲି ସକାଳେ ମନା କରିଦେବେ ତମେ ଆମ ପ୍ଲଟ ଉପରୁ ଆସନି। ସେଠୁ ଆମେ କୋଉ ପଟେ ରାସ୍ତା ଘର କରିଦେବୁ, ବାଟ ନଥିବ ଯିବା ଆସିବା କୋଉଠି କରିବୁ? ଆଜ୍ଞା ଏଠି 2 ବର୍ଷ ହେଲାଣି କାହାକୁ ପଚରା ନାହିଁ। ମାଟି ସେଠି ଖୋଳିକି ମାଟି ମୋ ପ୍ଲଟ ଉପରେ ପକେଇ ଦେଇଛନ୍ତି। 2 ବର୍ଷ ହେଲାଣି ମୋ ପ୍ଲଟରେ ମୁଁ କିଛି କରିପାରୁନାହିଁ। ଖଞ୍ଜଣା ସେମିତି ଦଉଛି କିନ୍ତୁ ପ୍ଲଟ ଉପରେ କିଛି କରିପାରୁନାହିଁ। କିନ୍ତୁ ଏଠି ମାଟି ଖୋଳିକି ବେଆଇନ ଭାବରେ କିଏ କାହା ଘରକୁ ନେଇ ଯାଇଛନ୍ତି 50 ଟ୍ରିପ, କିଏ ବିକି ଦେଇଛି 50 ଟ୍ରିପ, ଏମିତି କରି ରଖିଛନ୍ତି। ଆମେ ବିରୋଧ କରିବାରୁ ଆମକୁ ଆଜ୍ଞା ସିଏ ଧମକ ଦେଇଛନ୍ତି, ମାରିଦବୁ, ହାଣିଦବୁ, ଇଏ କରିଦବୁ, ଘରେ ନିଆଁ ଲଗେଇଦବୁ, ଏମିତି ଧମକ ଦେଇଛନ୍ତି। ଆମେ ଏହା ବିରୋଧ ଆଇନର ଆଶ୍ରୟ ନେଇଥିଲୁ। ଆଇନ ତ ଆଶ୍ରୟ ହେଇଗଲାଣି 2 ବର୍ଷ ହେଇଗଲାଣି ସାର୍। ଏଇ କେସ୍କୁ 3 ବର୍ଷ ହେଇଗଲାଣି, ତଥାପି କିଛି ରେସ୍ପନ୍ସ ଆସିଲାନି ଆମ ପାଖକୁ।